ଘରେ ମୁଗ ଡାଲିକୁ ଏମିତି ପ୍ରସ୍ତୁତ କରି ଖାଆନ୍ତୁ, ବହୁତ ଟେଷ୍ଟି ଲାଗିବ। ପ୍ରଥମେ ମୁଗ ଆଣିବ, ତାକୁ ବତୁରେଇ ଦେବ। ବତୁରେଇ ଦେଲା ପରେ ତାକୁ ଗ୍ରାଇଣ୍ଡିଙ୍ଗ କରି ଗ୍ୟାସରେ ବସି କଢ଼େଇଟାକୁ ଗ୍ୟାସରେ ବସି ତାକୁ ଢାଳି ଯନ୍ତଣୀ କରିବ। ଯନ୍ତଣୀ କରିସାରିଲା ପରେ ତାକୁ ଚକଟି ଦେବ। ଚକଟି ସାରି ତାକୁ ଅଟା ଗୁଳା ଭଳି କରି ତାକୁ ରୁଟି ବେଲିଲା ଭଳି ବେଲି ଦେବ। ବେଲି ସାରିଲା ପରେ ତାକୁ ପନିର ଭଳି ପିସ୍ ପିସ୍ କାଟିଦେବ। ତାପରେ କଢ଼େଇରେ ତେଲ ଢାଳି ତାକୁ ଛାଣି ଆଣିବ। ଛାଣି ସାରିଲା ପରେ କଢ଼େଇ ବସି ତାକୁ ତେଲ ଦେଇ ଆଗେ ପିଆଜ ପକାଇବ। ପିଆଜ ଫ୍ରାଏ ହେଲା ପରେ ଅଦା ରସୁଣ ପେଷ୍ଟ ପକାଇବ। ସେଥିରେ ଚିଲି ପାଉଡ଼ର ପକାଇବ, ଗରମ ମସଲା ପକାଇବ। ପକାଇ ସାରିଲା ପରେ ମସଲାଟି ଫ୍ରାଏ ହେଲା ପରେ ସେଥିରେ ପିସ୍ ପିସ୍ କଟା ଯାଇଥିବା ମୁଗ ଡାଲିକୁ ସେଥିରେ ପକାଇ ଟିକେ ନାଡ଼ି ଦେଇ ପାଣି ଢାଳି ଫୁଟାଇ ଆଣିବ। ଫୁଟି ସାରିଲା ପରେ ତାକୁ ଗୋଟେ ପାତ୍ରକୁ ଢାଳି ଦେଇ ଗରମ ଗରମ ସର୍ଭ କରିବ। ଏବେ ମୁଗ ଡାଲି ପ୍ରସ୍ତୁତ ହେଇଗଲା।